ଯେପରି ତୀର ଛାଡ଼ିବା ପୂର୍ବରୁ ପଛକୁ ଟାଣିବାକୁ ପଡ଼ିଥାଏ, ଠିକ୍ ସେହିପରି ଭଲ ଦିନ ଆସିବା ପୂର୍ବରୁ ଖରାପ ଦିନ ସହ ଲଢ଼ିବାକୁ ପଡ଼ିଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଡିସେମ୍ବର ମାସ 23 ତାରିଖ, ଓଡ଼ିଆ ପୁଷ ମାସ 8 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ତୃତୀୟା ତିଥି, ଯାହା ଦିବା 11:05 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଥୀ ତିଥି ଆରମ୍ଭ ହେଉଛି। ଆଜି ଶ୍ରାବଣା ନକ୍ଷତ୍ର, ଯାହା ଶେଷ ରାତ୍ରି 6:07 ପର୍ଯ୍ୟନ୍ତ ରହୁଛି। ତାପରେ ଧନିଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:19। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:08। ଆଜି ଯୁଗ୍ନି ରହିଛି ଅଗ୍ନିକୋଣରେ, ଦିବା 11:05 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶ ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମକର ରାଶ ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିର, ଯାହାକି ଏକପାଦ ପୁଷ୍କର ଦୋଷ ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଚତୁର୍ଥୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ପୁଟୁଳ, ତତ୍ସହିତ ମୂଳା ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା, ଯାହା ଦିବା 7:00 ଦିବା 8:53 ମଧ୍ୟ ରହିଛି 12 ବେଳା। ସେହିଭଳି ଦିବା 2:00 ଦିବା 3:54 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ରାତ୍ରି 7:02 ରାତ୍ରି 8:58 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ରାହୁ କାଳ, 12 ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:59 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:54 ଦିବା 11:54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:07 ରାତ୍ରି 11:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:09 ରାତ୍ରି 2:45 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:20 ଶେଷ ରାତ୍ରି 6:20 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ସକଳ କାର୍ଯ୍ୟରେ ସିଦ୍ଧି ଯୋଗ ରହିଛି। ଆପଣଙ୍କର ସମସ୍ତ ପ୍ରକାର କାର୍ଯ୍ୟ, ଯାହାକି ସଫଳତାରେ ପୂର୍ଣ୍ଣ ହବାର ଅତି ଉତ୍ତମ ଯୋଗ ରହିଛି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର ଆଜି ସମ୍ପୂର୍ଣ୍ଣ ଦବଦବା ବଢ଼ିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ନିଶ୍ଚିତ ନିଜର ପାଠ ପଢ଼ାରେ ଏକ ଉଚ୍ଚ ସ୍ଥାନ ଅଧିକାର କରିବାର ସମ୍ପୂର୍ଣ୍ଣ ଯୋଗ ରହିଛି, ଯାହାକି ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ଭଲ କୃତକାର୍ଯ୍ୟ କରିବେ। ତେବେ ମେଷ ରାଶି ବ୍ୟକ୍ତି ଆଜି ପରିବାର ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ଉତ୍ତମ ବୁଝାମଣା ରହିବା ସହିତ ଭଲ ସମ୍ପର୍କ ଗଢ଼ି ଉଠିବ। ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ମଧ୍ୟ ଆଜି ଉତ୍ତମ ଦିନ ବନେଇବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଯେଉଁମାନେ ବେପାର ବାଣିଜ୍ୟରେ ଜଡ଼ିତ ଅଛନ୍ତି ସେମାନେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବା ସହିତ କୌଣସି ଠାରେ ଯଦି ବିନିଯୋଗ କରିବା ପାଇଁ ଅର୍ଥ ମନେ କରୁଛନ୍ତି ତେବେ ଆଜି ସେ ଦିନଟି ଅତି ଉତ୍ତମ ଦିନ ହୋଇପାରେ ଆପଣଙ୍କ ପାଇଁ। ତେଣୁ ଆଜି ମେଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ଶୁଭ ଯୋଗ ରହିଛି। ତତ୍ସହିତ ଉତ୍ତମ ଡିସିସନ ନେବା ପାଇଁ
आज ग्रह माने आपण को संपूर्ण सहयोग करुछंती जहा आपण भाग्य चक्र जना पड़ुची। तेबे मेष राशि व्यक्ति स्वास्थ्यगत दृष्टि देखिले पूर्वर जदि स्वास्थ्य समस्या आपण को भारी कष्ट दउथुला एथर बा आजिका पई आपणकर स्वास्थ्य धीरे धीरे ताकि ठीक हबार पूर्ण जुग बनौछि। आज मेष राशि व्यक्तिंकर भाग्य संख्या रही जहा कि 9। भाग्य रंग आपण नाली रंग व्यवहार करि परिबे एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज आपणकर भाग्य जहा कि मध्यम धरण रे रहिछि, तेणु ध्यान पूर्वक प्रत्येक कार्य करंतु। तेबे आज स्वास्थ्य आपणकर ठीक रहिबो। तत्सहित आपणकर आज मित्रता बढ़िबार अनेक सुजोग रहुछि। तेबे राजनीतिक कार्य रे आपणकर आज हाथ रहिबो, किंतु विशेष प्रतिष्ठा लाभ करि न पारंती। तेणु ध्यान पूर्वक यहा प्रति रुहंतु वृष राशि व्यक्ति। आज वृष राशि व्यक्ति व्यवसाय रे अनेक समस्या रहिबो, तेणु ध्यान पूर्वक निजर व्यापार वाणिज्य करंतु वृष राशि व्यक्ति। आज वृष राशि व्यक्ति आपणकर चाकरी संबंधर भाग्य एवं निजर पढ़ापढ़ी रे भाग्य मध्यम धरण रे रहुछि। आज वृष राशि व्यक्तिंकर जहाँकि परिवार वर्गंक सहित भल संबंध न रही पारे, विशेष करी पिला छुआंक सहित अनेक प्रकार मतभेद देखा दबार चांस रहुछि। तेणु यहा प्रति निश्चित वृष राशि व्यक्ति सचेतन रुहंतु। आज वृष राशि व्यक्तिंकर भाग्य संख्या रही 9। भाग्य रंग रहुछि जहा कि धला रंग एवं ग्रह माने आपण को आज जहा कि 60% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज आपण टिके सावधान रुहंतु, कारण आपणकर भाग्य ग्रह निम्नगामी रहिबा सहित आपण वाद विवाद झगड़ा एवं कौनसी कहा सहित जुक्ति तर्क न करिले ताहा आपणक पई भलो हेबो। तत्सहित आज मिथुन राशि व्यक्ति मानसिक अशांति भितरे गति करि पारंती। तत्सहित आज अर्थजनित कारोबार अनेक समस्या उपजी पारे, जहा कि बिना कारण रे आपणकर अर्थ नाश होबार जुग रहुछि। तत्सहित आज मिथुन राशि व्यक्ति मिछ आरोप आपणक उपरे लागि पारे, जहा पई आपण अनेक समस्या भोगी पारंती। तत्सहित मिथुन राशि व्यक्ति आज आय ठारू व्यय अधिका देखा देई पारे। तत्सहित मिथुन राशि व्यक्ति आज आपणकर स्वास्थ्य समस्या भितरे जड़ित होई पारंती, विशेष करी हजम जनित रोग एवं काश आपण को बहुत पीड़ित करि पारे। तेणु यहा प्रति ध्यान दबार आवश्यकता रही मिथुन राशि व्यक्तिंकर। आज मिथुन राशि व्यक्तिंकर भाग्य संख्या रही 8। भाग्य रंग रहुछि जहा कि गाढ़ नील रंग व्यवहार करि परिबे एवं ग्रह माने आपण को आज जहा कि 35% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज जहा कि छोट छोट कार्य रे आपण को शुभ फल मिलिबा सहित किछि दूर यात्रा करिले मध्य आपणकर भाग्य शुभ जुग परिस्थिति बनौछि। तत्सहित आज कर्कट राशि व्यक्ति भोजन सहित शयन रे आपण को अनेक प्रकार सुख प्राप्त करिवार पूर्ण सुजोग रहुछि। आज जहा कि कर्कट राशि व्यक्ति वाणिज्य सहित व्यवसाय क्षेत्र रे आपण अनेक लाभ प्राप्त करिवार पूर्ण सुजोग रहुछि, जहा आपणक भाग्य राशि रु जणा पडुछि। तेबे कर्कट राशि व्यक्ति आज टिके झगड़ा एवं जुक्ति तर्क ठारू सदा बेले दूरता अवलंबन करिबा सहित आपणकर स्वास्थ्य प्रति निश्चित सचेतन निहाती आवश्यकता रहिछि, कारण आपण को आज किछि स्वास्थ्य समस्या रे पीड़ित रही पारंती। तेणु यहा प्रति निश्चित कर्कट राशि व्यक्ति ध्यान दियंतु। आज कर्कट राशि व्यक्तिंकर भाग्य संख्या रही जहा कि 6। भाग्य रंग रहुछि जहा कि धला रंग एवं ग्रह माने आपण को आज जहा कि 55% साथ दउछंती।
ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କ ରାଶିରେ ଘାତ ଚନ୍ଦ୍ର ଯୁକ୍ତ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରନ୍ତୁ। ଆଜି ବ୍ୟବସାୟରେ ଆପଣ ଆଶା ଅନୁସାରେ ଫଳ ପ୍ରାପ୍ତ କରି ନ ପାରନ୍ତି, ତେବେ ଶତ୍ରୁମାନେ ଆଜି ଟିକେ ବିଚଳିତ କରିପାରନ୍ତି। ତେବେ ଧ୍ୟାନ ଦେଲେ ଆପଣ ଶତ୍ରୁ ଠାରୁ ନିଶ୍ଚିତ ଯାହାକି ଜୟଯୁକ୍ତ ହୋଇପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହା ଆପଣ ଯଦି ଧ୍ୟାନ ଦେବେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଆବଶ୍ୟକ ସ୍ଥଳେ ଯୁକ୍ତିତର୍କ ନ କରିଲେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆପଣଙ୍କୁ ଛୋଟ ମୋଟ କଷ୍ଟ ସହିବାକୁ ପଡିବ ବା ବିଫଳତା ସାମ୍ନା କରିବାକୁ ପଡିବ, ତେଣୁ ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ମାନସିକ ସ୍ଥିତି ଟିକେ ଅଶାନ୍ତି ଆଡକୁ ଗତି କରିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ମଧ୍ୟମ ଧରଣର ଯୁକ୍ତ ରହୁଛି, ତେବେ ଅନେକ ପ୍ରକାର ଆପଣ ସିଦ୍ଧିହସ୍ତ ହୋଇପାରନ୍ତି ନିଜର କାର୍ଯ୍ୟକ୍ଷେତ୍ରରେ। ଆପଣ ଆଜି ଯାହାକି ଦୂରଯାତ୍ରା ଯଦି କରୁଛନ୍ତି ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟୀ ହବାର ପୂର୍ଣ୍ଣ ସୁଯୋଗ ରହୁଛି ଯଦି କମ୍ପିଟିସନ କ୍ଷେତ୍ରରେ ଆପଣ ଯୁକ୍ତି ରହୁଛନ୍ତି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରୋଗ ଜନିତ ସମସ୍ୟା ଯଦି ପୂର୍ବରୁ ଥିବ ତାହା ଆଜି ନାଶ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ସହିତ ଆପଣଙ୍କର ପ୍ରତିଭା ନିଶ୍ଚିତ ବୃଦ୍ଧି ହବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଛୋଟ ମୋଟ କଷ୍ଟ ପାଇପାରନ୍ତି, ଏହା ପ୍ରତି ନିଶ୍ଚିତ ସଚେତନ ହେଲେ ଦିନଟି ଅତି ସୁଖମୟ ପରିବେଶରେ କଟିବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ୟୁଜ କରିପାରିବେ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ଆପଣଙ୍କର ସଫଳତା ଯୁଗ ରହୁଛି, ତଥା ଆପଣଙ୍କର ଭାଗ୍ୟ ଆଜି ଯେକୌଣସି କାର୍ଯ୍ୟ କରୁଛନ୍ତି ସାଥ ନିଶ୍ଚିତ ଦେବା ସହିତ କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କର ଆଜି କର୍ମକ୍ଷେତ୍ରରେ ସଫଳତା ଦେବ। ଅଳ୍ପ ସମୟରେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ କରନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ କେତେକାଂଶରେ ଆପଣ କ୍ଷତି ସାମ୍ନା କରିବାକୁ ପଡିବ। ତେଣୁ ନିଶ୍ଚିତ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ଆପଣଙ୍କୁ ବୃଦ୍ଧି କରିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟ ଗ୍ରହ ଶୁଭ ଯୁଗ ପରିସ୍ଥିତିରେ ଥିବାରୁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ବସ୍ତ୍ର ଏବଂ କୌଣସି ଆଭୂଷଣ କିଣିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି,
ଏବଂ ଆପଣଙ୍କୁ ଆନନ୍ଦିତ ମଧ୍ୟ ରହିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଶତ୍ରୁ ମାନଙ୍କୁ ଆଜି ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତିଙ୍କର ମନ ସଦାବେଳେ ପ୍ରସନ୍ନ ରହିବାର ସୁଯୋଗ ରହୁଛି। ତେବେ ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବିଶେଷ କରି ନିଜର କାର୍ଯ୍ୟରେ ଟିକେ ଅଧିକ ବିଚଳିତ ହୋଇପାରନ୍ତି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ବିବାହ ଜନିତ ଅଡଚନ ଆସିପାରେ ବା କିଛି ସମସ୍ୟା ଆସିପାରେ, ଯାହା ପାଇଁ ଆପଣଙ୍କର ମାନହାନି ଯୁଗ ରହୁଛି, ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ବୈଚାରିକ ମତଭେଦ ଦେଖା ଦେବାର ଅନେକ ଚାନ୍ସ ରହୁଛି, ଯାହା ପାଇଁ ଆପଣଙ୍କର ସୁଖ ହାନି ଯୁକ୍ତ ରହୁଛି ଏବଂ ବିଫଳତା ସାମ୍ନା କରିବାକୁ ପଡିପାରେ। ତତ୍ସହିତ ଆଜି ନିଚ କାମରେ ଯୁକ୍ତ ହୋଇପାରନ୍ତି ଧନୁ ରାଶି ବ୍ୟକ୍ତି, ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ବିଦ୍ୟାର୍ଥୀ ମାନେ ନିଶ୍ଚିତ ନିଜର ପାଠ ପଢାପଢିକୁ ଧ୍ୟାନ ଦେବାର ଏକାଗ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଏବଂ ନିଜର ପ୍ରତିଭା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଅହଙ୍କାର ଠାରୁ ଧନୁ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ଚେଷ୍ଟା କରନ୍ତୁ ରଖିବା ପାଇଁ, କାରଣ ବାଦ ବିବାଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ ଶତ୍ରୁ ମାନଙ୍କୁ ପରାଜୟ କରିବାର ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେଉଛି ଏବଂ ପୁତ୍ର ମିତ୍ରଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଆଜି ନିଶ୍ଚିତ ଆପଣଙ୍କର ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ବହୁତ ଆନନ୍ଦିତ ରହିପାରନ୍ତି, ରୋଗମୁକ୍ତ ହୋଇପାରନ୍ତି, ଭୋଜନ ପ୍ରିୟ ହୋଇପାରନ୍ତି। ତତ୍ସହିତ ସମସ୍ତ ପ୍ରକାର ଆଜି ସୁଖ ପ୍ରାପ୍ତ କରିବାର ସୁଯୋଗ ରହିପାରେ। ତେବେ ନିଶ୍ଚିତ ଏହା ପ୍ରତି ମକର ରାଶି ବ୍ୟକ୍ତି ସଚେତନ ଟିକେ ଆବଶ୍ୟକତା ରହିଛି, କାରଣ ଆଜି କିଛି ନିଚ କାର୍ଯ୍ୟରେ ଆପଣ ଅଧିକ ଆକୃଷ୍ଟ ହେବେ, ଯାହା ପାଇଁ ଆପଣଙ୍କୁ ବେପାର ବାଣିଜ୍ୟରେ ଅନେକ ବିଫଳତା ସାମ୍ନା କରିବାକୁ ପଡିବ ଏବଂ ମିତ୍ର ସମ୍ବନ୍ଧ ସହିତ ଆପଣଙ୍କର ଭଲ ସମ୍ପର୍କ ରହି ନପାରେ, ନିଜ ଭିତରେ ଯୁକ୍ତିତର୍କ ହୋଇପାରେ। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ ଆପଣ ସଚେତନ ସହକାରେ କରନ୍ତୁ। କୌଣସି ଖରାପ କାର୍ଯ୍ୟରେ ଆଦୌ ଲିପ୍ତ ରୁହନ୍ତୁ ନାହିଁ ଏବଂ ନିଜକୁ ସଚେତନ ସହକାରେ କାର୍ଯ୍ୟ କରନ୍ତୁ। ଦେଖିବେ କୌଣସି କାର୍ଯ୍ୟରେ ମକର ରାଶି ବ୍ୟକ୍ତି ଅଟକିବେ ନାହିଁ ଏବଂ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମାନେ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଆପଣଙ୍କର ଅର୍ଥନାଶ ଯୁଗ ରହୁଛି। ତତ୍ସହିତ ମାନ ସମ୍ମାନର ଆପଣଙ୍କର କମି ଯାଉଛି। ତତ୍ସହିତ ସ୍ୱାସ୍ଥ୍ୟଗତ ଜନିତ ଆପଣଙ୍କୁ ସମସ୍ୟା ବଢିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ତେବେ ଆଜି ଆପଣଙ୍କର ଭୋଜନ ଯାହାକି ସଠିକ ନ ମିଳିପାରେ, ଯାହା ପାଇଁ ଆପଣ ଅଶାନ୍ତି ପରିବେଶ ଭିତରେ ଗତି କରିପାରନ୍ତି ମାନସିକ ସ୍ଥିତି। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣ ପରିବାର ସମ୍ପର୍କ ଭଲ ନ ରହିପାରେ, ନିଜ ଭିତରେ ଅନେକ ସମସ୍ୟା ବା ଝଗଡା ଯୁକ୍ତିତର୍କ ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ
मित्र संबंध सहित आपण भल संपर्क रखंतु जहा पई आपण निज भितर चिड़चिड़ा अनेक प्रकार जुक्तितर्क कलह संपर्क देखा दे पारे। तेणु यह प्रति निश्चित कुंभ राशि व्यक्ति सावधान रुहंतु। आदि कुंभ राशि व्यक्ति भाग्य संख्या रही जहा कि 4, भाग्य रंग रहुची जहा कि नील रंग एवं ग्रह माने आपण को आज जहा कि 30% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज सकल प्रकार निजर ख्याति अर्जन करिवार पूर्ण जुग रहिछि। आज मीन राशि व्यक्ति आपणकर जहा कि आय इनकम द्विगुणित हबो। तत्सहित आज महत्वाकांक्षी किछि कार्य संपूर्ण करिवार उत्तम जुग बनौछि। तत्सहित आज मीन राशि व्यक्ति व्यापार वाणिज्य रे आपण अनेक प्रकार लाभ पाइबार पूर्ण सुजोग रहिछि। तत्सहित आज अर्थ विनियोग करिबा पई संपूर्ण सहयोग करूछन्ति ग्रह माने। पूर्वरु करिथिबा परिश्रमर फल प्राप्त करिबार आज उत्तम जुग बनौछि। तेबे आज मीन राशि व्यक्ति जो माने राजनीतिक सामाजिक क्षेत्र रे जड़ित अछन्ति निश्चित आपणकर आज जहा कि प्रतिष्ठा लाभ करिबार पूर्ण सुजोग रहुछि। आज मीन राशि व्यक्ति शिक्षार्थी विद्यार्थी मानकर निजर पाठ पढ़ारे अति उच्च आसन हासिल करिबार पूर्ण सुजोग रहुछि। तत्सहित इंटरव्यू एग्जाम रे निश्चित सफलता प्राप्त करिबार पूर्ण जुग रहिछि। आज मीन राशि व्यक्ति जहा कि आपणकर बंधु वर्ग एवं परिवार जनक सहित विशेष करी पुत्र एवं पुत्री सहित अति भल संपर्क रहिबार पूर्ण सुजोग रहुछि। तत्सहित जो माने प्रेम संबंध रे जड़ित अछंती सेमानंक पई मध्य आज अति भल दिन रे गणित होई पारे। आज मीन राशि व्यक्ति जहा कि स्वास्थ्यगत दृष्टि देखिले आपण पूर्ण सुस्थ रहिबे। पूर्वर जदि किछि स्वास्थ्य समस्या थिको ताहा समाधान रो रास्ता बाहरी पारे। तत्सहित मीन राशि व्यक्ति कौनसी कार्य पई आज दूर यात्रा करुथुले से कार्य आपणकर सिद्धि जुग रहुछि। आज मीन राशि व्यक्तिंकर भाग्य संख्या रहिछि जहा कि 4, भाग्य रंग आपण जहा कि गुलापी रंग व्यवहार करि परिबे एवं ग्रह माने आपण को आज 98% साथ दउछन्ति। ओम विष्णवे नमः। नमस्कार।